ସାଧୁମାନଙ୍କ ସହିତ ମିଳନରେ ଚନ୍ଦ୍ରାଦେବୀଙ୍କର ଆଶଙ୍କା ଓ ତାର ନିବାରଣ। ଗଦାଧରଙ୍କୁ 8 ବର୍ଷ ବୟସ ହୋଇଥିବା ସମୟରେ କେତେଜଣ ସାଧୁ ଅତ୍ୟଧିକ ପଥସମ ନିବାରଣ ପାଇଁ ଅଥବା ଅନ୍ୟ କୌଣସି କାରଣରୁ ଲାହାବାବୁଙ୍କର ପାନ୍ଥନିବାସରେ ଏପରି ଅଧିକ ଦିନ ଅବସ୍ଥାନ କରିଥିଲେ। ବାଳକ ସେମାନଙ୍କ ସହିତ ପୂର୍ବୋକ୍ତ ଭାବରେ ମିଶି ଅତି ଶୀଘ୍ର ସେମାନଙ୍କର ପ୍ରିୟ ହୋଇ ଉଠିଲା। ସେମାନଙ୍କ ସହିତ ତାହାର ଏପରି ଭାବରେ ମିଶିବା ପ୍ରଥମେ କେହି ଜାଣିପାରୁ ନଥିଲେ, କିନ୍ତୁ ପିଲାଟି ଯେତେବେଳେ ସେମାନଙ୍କ ସହିତ ଘନିଷ୍ଠ ଭାବରେ ମିଶି ଅଧିକ ସମୟ ବିତାଇବାକୁ ଲାଗିଲା, ସେତେବେଳେ ଏକଥା କାହାକୁ ଅଛପ ରହିଲା ନାହିଁ। କାରଣ ସେ ଦିନେ ଦିନେ ସେମାନଙ୍କ ପାଖରେ ପ୍ରଚୁର ଆହାର କରି ଫେରୁଥିବାରୁ ଘରେ ଆଉ କିଛି ଖାଉ ନଥିଲା ଏବଂ ଚନ୍ଦ୍ରାଦେବୀ ଏହାର କାରଣ ପଚାରିଲେ ସେ ସମସ୍ତ କଥା କହି ଦେଉଥିଲା। ଶ୍ରୀମତୀ ଚନ୍ଦ୍ରା ଏଥିରେ ପ୍ରଥମେ ଉଦ୍ବିଗ୍ନ ହୋଇନଥିଲେ। ବାଳକ ପ୍ରତି ସାଧୁଗଣଙ୍କର ପ୍ରସନ୍ନତା ଆଶୀର୍ବାଦ ସ୍ୱରୂପ ଗ୍ରହଣ କରି ସେ ତା ହାତରେ ସେହି ସାଧୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟଦ୍ରବ୍ୟ ପଠାଇବାକୁ ଲାଗିଲେ। କିନ୍ତୁ ବାଳକ ଯେତେବେଳେ ପରେ କେବେ କେବେ ବିଭୂତିଭୂଷିତ ହୋଇ କେଉଁଦିନ ତିଲକ ଧାରଣ କରି ଅଥବା କେବେ କେବେ ନିଜର ପରିଧାୟ ବସ୍ତ୍ର ଛିନ୍ନ କରି ସାଧୁମାନଙ୍କ ପରି କୌପୀନ ଏବଂ ବହିର୍ବାସ ପରିଧାନ କରି ଗୃହକୁ ଫେରି "ମା, ସାଧୁମାନେ ମୋତେ କିପରି ସଜାଇ ଦେଇଛନ୍ତି ଦେଖ" କହି ତାଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଲାଗିଲା, ସେତେବେଳେ ଚନ୍ଦ୍ରାଦେବୀଙ୍କ ମନ ଅତ୍ୟନ୍ତ ଉଦ୍ବିଗ୍ନ ହେଲା। ସେ ଭାବିଲେ ସାଧୁମାନେ ତାଙ୍କର ପୁତ୍ରକୁ ଲୁଚାଇ କେବେ ତାଙ୍କ ସହିତ ନେଇଯିବେ ନାହିଁ ତ? ଏହି ଆଶଙ୍କା କଥା ଦିନେ ଗଦାଧରଙ୍କୁ କହି କ୍ରନ୍ଦନ କରିବାକୁ ଲାଗିଲେ। ବାଳକ ଗଦାଧର ତାଙ୍କୁ ନାନା ପ୍ରକାର ଆଶ୍ୱାସନା ଦେଲେ ମଧ୍ୟ ସେ ଆଦୌ ଶାନ୍ତ ହେଲେ ନାହିଁ। ତେଣୁ ସେ ସାଧୁମାନଙ୍କ ନିକଟକୁ ଯିବେ ନାହିଁ ବୋଲି ମନେ ମନେ ସଂକଳ୍ପ କଲେ ଓ ମା'ଙ୍କୁ ଏକଥା କହି ନିଶ୍ଚିନ୍ତ କଲେ। ପରେ ଉକ୍ତ ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବା ପୂର୍ବରୁ ଗଦାଧର ଶେଷଥର ପାଇଁ ବିଦାୟ ନେବା ପାଇଁ ସାଧୁମାନଙ୍କ ନିକଟରେ ଉପସ୍ଥିତ ହେଲେ। ଏପରି କରିବାର କାରଣ ସାଧୁମାନେ ଜାଣିବାରୁ ଚାହିଁବାରୁ ସେ ମା'ଙ୍କର ଆଶଙ୍କା ବିଷୟ ସେମାନଙ୍କ ନିକଟରେ ନିବେଦନ କଲେ। ସାଧୁମାନେ ଗଦାଧର ସହିତ ଶ୍ରୀମତୀ ଚନ୍ଦ୍ରାଦେବୀଙ୍କ ନିକଟକୁ ଆସି ତାଙ୍କୁ ବିଶେଷ ଭାବରେ ବୁଝାଇ କହିଲେ ଯେ ଗଦାଧରଙ୍କୁ ଏହି ଭାବରେ ସାଙ୍ଗରେ ନେଇଯିବା ସଂକଳ୍ପ ସେମାନଙ୍କ ମନରେ କେବେ ଉଦିତ ହୋଇନାହିଁ ଏବଂ ପିତାମାତାଙ୍କ ବିନା ଅନୁମତିରେ ଏପରି ଅଳ୍ପ ବୟସର ବାଳକକୁ ସାଙ୍ଗରେ ନେଇଯିବାକୁ ସେମାନେ ଅପହରଣପୂର୍ବକ ସାଧୁନିନ୍ଦିତ ବିଷମ ଅପରାଧ ବୋଲି ଜ୍ଞାନ କରିଥାନ୍ତି। ଚନ୍ଦ୍ରାଦେବୀଙ୍କ ମନରେ ଏଥର ଆଉ କୌଣସି ଆଶଙ୍କାର ଛାୟା ମଧ୍ୟ ରହିଲା ନାହିଁ ଏବଂ ସାଧୁମାନଙ୍କ ପ୍ରାର୍ଥନାରେ ସେ ବାଳକକୁ ସେମାନଙ୍କ ନିକଟକୁ ପୂର୍ବ ଭଳି ଯିବା ପାଇଁ ଅନୁମତି ପ୍ରଦାନ କଲେ। ଗଦାଧରଙ୍କ ଦ୍ୱିତୀୟ ଥର ଭାବ ସମାଧି। ଏହି ସମୟରେ ଅନ୍ୟ ଏକ ଘଟଣାରେ ଶ୍ରୀମତୀ ଚନ୍ଦ୍ରା ଗଦାଧର ପାଇଁ ଅତ୍ୟନ୍ତ ଚିନ୍ତିତ ହୋଇଥିଲେ। ଏହି ଘଟଣାଟି ସହସା ଉପସ୍ଥିତ ହୋଇଛି ବୋଲି ସମସ୍ତେ ଭାବିଲେ ମଧ୍ୟ ବୁଝାଯାଏ। ବାଳକର ଭାବପ୍ରବଣତା ଚିତ୍ତଶୀଳତା ପ୍ରବୃଦ୍ଧ ହୋଇ ଏପରି ହୋଇଥିଲା। କାମରପୁକୁର ପ୍ରାୟ 1 କ୍ରୋଶ ଉତ୍ତରରେ ଅବସ୍ଥିତ ଆନୁଡ଼ ନାମକ ଗ୍ରାମର ସୁପ୍ରସିଦ୍ଧ ଦେବୀ ବିଶାଳାକ୍ଷୀଙ୍କୁ ଦିନେ ଦର୍ଶନ କରିବାକୁ ଯାଇ ସେ ବାଟରେ ଚେତାଶୂନ୍ୟ ହୋଇଗଲେ। ଧର୍ମଦାସ ଲାହାଙ୍କର ପୁତ୍ରଭାବା କନ୍ୟା ଶ୍ରୀମତୀ ପ୍ରସନ୍ନମୟୀ ସେଦିନ ପିଲାଟିଙ୍କ ଭାବାବେଶରୁ ଏପରି ହୋଇଅଛି ବୋଲି ବୁଝିପାରିଥିଲେ। ଚନ୍ଦ୍ରାଦେବୀ କିନ୍ତୁ ଏଥିରେ ବିଶ୍ୱାସ ନ କରି ତାହା ବାହ୍ୟ ଦୋଷ ବା ଅନ୍ୟ କୌଣସି କାରଣରୁ ହୋଇଛି ବୋଲି ବିଷୟ ଚିନ୍ତିତ ହୋଇଥିଲେ। ବାଳକ କିନ୍ତୁ ଏଥର ମଧ୍ୟ ପୂର୍ବପରି କହିଥିଲେ ଯେ ଦେବୀଙ୍କର ଚିନ୍ତା କରୁ କରୁ ତାଙ୍କ ଶ୍ରୀ ପାଦପଦ୍ମରେ ମନ ଲୟ ହୋଇଯିବାରୁ ତାଙ୍କର ଏପରି ଅବସ୍ଥା ହୋଇଥିଲା। ଗଦାଧରଙ୍କ ସଙ୍ଗାତ ଗୟା ବିଷ୍ଣୁ। ଏହିପରି 2 ବର୍ଷରୁ ଅଧିକ ସମୟ ଗତ ହେଲା ଏବଂ ବାଳକ ଗଦାଧର ପିତାଙ୍କର ଅଭାବ ଭୁଲି ନିଜର ଦୈନନ୍ଦିନ ଜୀବନର ସୁଖ ଦୁଃଖରେ ବ୍ୟାପୃତ ରହିବାରେ ଅଭ୍ୟସ୍ତ ହେଲା। ଗଦାଧରଙ୍କ ପିତାଙ୍କର ବନ୍ଧୁ ଧର୍ମଦାସ ଲାହାଙ୍କର କଥା ଏହା ପୂର୍ବରୁ କୁହାଯାଇଛି। ତାଙ୍କର ପୁତ୍ର ଗୟା ବିଷ୍ଣୁ ସହିତ ଗଦାଧରଙ୍କର ଏହି ସମୟରେ ବନ୍ଧୁତ୍ୱ ହୋଇଥିଲା। ଏକାଠି ପାଠ ପଢ଼ି ଓ ବୁଲାବୁଲି କରି ବାଳକ ଦ୍ୱୟ ପରସ୍ପର ପ୍ରତି ଆକୃଷ୍ଟ ହୋଇ ପରସ୍ପରକୁ ସଙ୍ଗାତ ବୋଲି ସମ୍ବୋଧନ କଲେ ଏବଂ ପ୍ରତିଦିନ ଅନେକ ସମୟରେ ଏକତ୍ର କଟାଇବାକୁ ଲାଗିଲେ ଏବଂ ପଲ୍ଲୀବାସିନୀ ରମଣୀଗଣ ଗଦାଧରଙ୍କୁ ପୂର୍ବଭଳି ସ୍ନେହରେ ଗୃହରେ ଆହ୍ୱାନ ଓ ଭୋଜନ କରାଇବା କାଳରେ ସେ ବର୍ତ୍ତମାନ ନିଜ ସଙ୍ଗାତକୁ ସାଙ୍ଗରେ ନେବାକୁ କେବେ ଭୁଲୁ ନଥିଲେ। ବାଳକର ଧାତ୍ରୀ କମାର କନ୍ୟା ଧନୀ ମିଷ୍ଟାନ୍ନ ମୋଦକାଦି ସଯତ୍ନରେ ପ୍ରସ୍ତୁତ କରି ତାଙ୍କୁ ଦେଲେ ସେ ସଙ୍ଗାତକୁ ତାହାର କିଛି ଅଂଶ ପ୍ରଦାନ ନ କରି ଭୋଜନ କରୁନଥିଲେ। ଶ୍ରୀଯୁକ୍ତ ଧର୍ମଦାସ ଓ ଗଦାଧରଙ୍କର ଅଭିଭାବକମାନେ ବାଳକ ଦ୍ୱୟଙ୍କ ମଧ୍ୟରେ ଏପରି ବନ୍ଧୁତା ଦେଖି ଆନନ୍ଦିତ ହୋଇଥିଲେ। ଗଦାଧରଙ୍କ ଉପନୟନ ସମୟର ଘଟଣା। ସେ ଯାହା ହେଉ, ଗଦାଧର 9 ବର୍ଷ ବୟସ ଉତ୍ତୀର୍ଣ୍ଣ ହେବାକୁ ଯାଉଛି ଦେଖି ରାମକୁମାର ଏବେ ତାହାର ଉପନୟନର ବନ୍ଦୋବସ୍ତ କରିବାକୁ ଲାଗିଲେ। କମାର କନ୍ୟା ଧନୀ ଏହା ପୂର୍ବରୁ ଥରେ ଗଦାଧରଙ୍କୁ ଅନୁରୋଧ କରିଥିଲା ସେ ଯେପରି ଉପନୟନ କାଳରେ ତାଙ୍କ ନିକଟରୁ ପ୍ରଥମ ଭିକ୍ଷା ଗ୍ରହଣ କରି ତାକୁ ମାତୃ ସମ୍ବୋଧନରେ କୃତାର୍ଥ କରେ। ଗଦାଧର ଧନୀର ସ୍ନେହରେ ମୁଗ୍ଧ ହୋଇ ତାହାର ଅଭିଳାଷ ପୂର୍ଣ୍ଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଦରିଦ୍ରା ଧନୀ ବାଳକ କଥାରେ ବିଶ୍ୱାସ କରି ସେବେଠାରୁ ଯଥାସାଧ୍ୟ ଅର୍ଥ ସଂଗ୍ରହ ଓ ସଞ୍ଚୟ କରି ଅତ୍ୟନ୍ତ ଆଗ୍ରହର ସହିତ ଉପନୟନ ସମୟ ଉପସ୍ଥିତ ହେବାରୁ ଗଦାଧର ଉପରୋକ୍ତ ବିଷୟ ନିଜ ଅଗ୍ରଜଙ୍କୁ କହିଲେ। ମାତ୍ର ତାଙ୍କ ବଂଶରେ ଏପରି ପ୍ରଥା ନଥିବାରୁ ଶ୍ରୀଯୁକ୍ତ ରାମକୁମାର ଏଥିରେ ଆପତ୍ତି କଲେ। ବାଳକ ମଧ୍ୟ ନିଜର ଅଙ୍ଗୀକାର ବିଷୟରେ ସ୍ମରଣ କରି ଜିଦ୍ ଧରି ବସିଲେ। ସେ କହିଲେ ଏପରି ନ କଲେ ତାକୁ ସତ୍ୟଭଙ୍ଗ ଅପରାଧରେ ଅପରାଧୀ ହେବାକୁ ପଡ଼ିବ ଏବଂ ମିଥ୍ୟାବାଦୀ ବ୍ୟକ୍ତି ବ୍ରାହ୍ମଣୋଚିତ ଯଜ୍ଞସୂତ୍ର ଧାରଣ କରିବାକୁ ଅଧିକାରୀ ହୁଏ ନାହିଁ। ଉପନୟନ କାଳ ସନ୍ନିକଟ ଦେଖି
ଏହା ପୂର୍ବରୁ ହିଁ ସକାଳ ବିଷୟରେ ଆୟୋଜନ କରାହୋଇଥିଲା। ବାଳକର ପୂର୍ବୋକ୍ତ ଜିଦ୍ ଯୋଗୁଁ ହିଁ ଏ କର୍ମ ପଣ୍ଡ ହେବାର ଉପକ୍ରମ ହେଲା। କ୍ରମେ ଏକଥା ଶ୍ରୀଯୁକ୍ତ ଧର୍ମଦାସ ଲାହାଙ୍କର କାନରେ ପଡ଼ିଲା। ଉଭୟ ପକ୍ଷରେ ମତାନ୍ତର ଦୂର କରିବାକୁ ଧର୍ମଦାସ ଯତ୍ନଶୀଳ ହୋଇ ରାମକୁମାରଙ୍କୁ କହିଲେ, ଏପରି ଅନୁଷ୍ଠାନ ତାଙ୍କର ବଂଶରେ ନଥିଲେ ମଧ୍ୟ ଏହା ପୂର୍ବରୁ ଏହା ବହୁ ସଦ୍ବ୍ରାହ୍ମଣ ପରିବାରରେ ଦେଖାଯାଉଛି। ଅତଏବ ଏଥିରେ ଯେହେତୁ ତୁମମାନଙ୍କୁ ନିନ୍ଦିତ ହେବାକୁ ପଡ଼ିବ ନାହିଁ, ସେଥିପାଇଁ ବାଳକର ସନ୍ତୋଷ ଓ ଶାନ୍ତି ନିମିତ୍ତ ଏପରି କଲେ ଦୋଷ ନାହିଁ। ପ୍ରବୀଣ ପିତୃତୁଲ୍ୟ ଧର୍ମଦାସଙ୍କ କଥାରେ ରାମକୁମାର ପ୍ରଭୃତି ଏ ବିଷୟରେ ଆଉ ଆପତ୍ତି କଲେ ନାହିଁ ଏବଂ ଗଦାଧର ହୃଷ୍ଟଚିତ୍ତରେ ଯଥାବିଧିରେ ଉପବୀତ ଧାରଣ କରି ସନ୍ଧ୍ୟା ପୂଜନାଦି ବ୍ରାହ୍ମଣୋଚିତ କାର୍ଯ୍ୟରେ ମନୋନିବେଶ କଲେ। କମରକନ୍ୟା ଧନ୍ୟ ମଧ୍ୟ ବାଳକ ସହିତ ଏପରି ଭାବରେ ସମ୍ବନ୍ଧଯୁକ୍ତ ହୋଇ ନିଜର ଜୀବନ ଧନ୍ୟ ମନେ କରିବାକୁ ଲାଗିଲା। ଏହାର ଅଳ୍ପ ଦିନ ପରେ ବାଳକ 10ମ ବର୍ଷରେ ପଦାର୍ପଣ କଲା। ଗଦାଧରଙ୍କ ପଣ୍ଡିତ ସଭାର ପ୍ରଶ୍ନ ସମାଧାନ। ଉପନୟନ ହେବାର କିଛିଦିନ ପରେ ଗୋଟିଏ ଘଟଣାରେ ଗଦାଧରଙ୍କ ଅସାଧାରଣ ଦିବ୍ୟ ପ୍ରତିଭାର ପରିଚୟ ପାଇ ଗ୍ରାମବାସୀଗଣ ଅତ୍ୟନ୍ତ ବିସ୍ମିତ ହୋଇଥିଲେ। ଗ୍ରାମର ଜମିଦାର ଲାହା ବାବୁଙ୍କ ଗୃହରେ କୌଣସି ବିଶେଷ ଶ୍ରାଦ୍ଧ ଦିବସରେ ଏକ ମହତୀ ପଣ୍ଡିତ ସଭା ଆହୁତ ହୋଇଥିଲା ଏବଂ ପଣ୍ଡିତଗଣ କୌଣସି ଧର୍ମ ବିଷୟକ ଜଟିଳ ପ୍ରଶ୍ନ ସମ୍ବନ୍ଧରେ ବାଦାନୁବାଦ କରି କୌଣସି ମୀମାଂସାରେ ଉପନୀତ ହୋଇପାରୁନଥିଲେ। ବାଳକ ଗଦାଧର ଏହି ସମୟରେ ସେଠାରେ ଉପସ୍ଥିତ ହୋଇ ସେହି ବିଷୟରେ ଏପରି ମୀମାଂସା କରିଦେଇଥିଲେ ଯେ ପଣ୍ଡିତଗଣ ତାହା ଶ୍ରବଣ କରି ତାଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଆଶୀର୍ବାଦ କରିଥିଲେ। ଗଦାଧରଙ୍କ ଧର୍ମ ପ୍ରବୃତ୍ତିର ପରିଣତି ଓ ତୃତୀୟ ଥର ଭାବ ସମାଧି। ସେ ଯାହା ହେଉ ଉପନୟନ ହେବା ପରେ ଗଦାଧରଙ୍କର ଭାବପ୍ରବଣ ହୃଦୟ ନିଜ ପ୍ରକୃତିର ଅନୁକୂଳ ଅନ୍ୟ ଏକ ବିଷୟ ଅବଲମ୍ବନର ଅବସର ପାଇ ଆନନ୍ଦିତ ହୋଇଥିଲା। ପିତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇଥିବା ଜୀବନ୍ତ ବିଗ୍ରହ ରଘୁବୀର କାମରୂପଙ୍କର ଗୃହରେ କିପରି ଉପସ୍ଥିତ ହୋଇଥିଲେ, ତାଙ୍କର ଶୁଭାଗମନର ଦିନଠାରୁ ଲକ୍ଷ୍ମୀବଜାର କ୍ଷୁଦ୍ର ଜମି ଖଣ୍ଡକରୁ ପ୍ରଚୁର ଧନ ଫଳିବାରୁ କିପରି ସଂସାରର ଅଭାବ ଦୂରୀଭୂତ ହୋଇଥିଲା ଏବଂ ଏହାଦ୍ୱାରା କରୁଣାମୟୀ ଚନ୍ଦ୍ରାଦେବୀ ଅତିଥି ଅଭ୍ୟାଗତମାନଙ୍କୁ ମଧ୍ୟ ନିତ୍ୟ ଅନ୍ନଦାନ ସମର୍ଥ ହୋଇଥିଲେ ଇତ୍ୟାଦି କଥା ଶ୍ରବଣ କରି ବାଳକ ପୂର୍ବରୁ ହିଁ ଉକ୍ତ ଗୃହ ଦେବତାଙ୍କୁ ବିଶେଷ ଭକ୍ତି ଓ ଶ୍ରଦ୍ଧାଚକ୍ଷୁରେ ଦେଖୁଥିଲେ। ସେ ଦେବତାଙ୍କ ସ୍ପର୍ଶ ପୂଜା କରିବାର ଅଧିକାର ଏବେଠାରୁ ପ୍ରାପ୍ତ ହୋଇ ବାଳକର ହୃଦୟ ନବାନୁରାଗରେ ପୂର୍ଣ୍ଣ ହେଲା। ସନ୍ଧ୍ୟା ବନ୍ଦନାଦି ସମାପ୍ତ କରି ସେ ଏବେ ପ୍ରତିଦିନ ତାଙ୍କର ପୂଜା ଓ ଧ୍ୟାନରେ ବହୁତ ସମୟ ଅତିବାହିତ କରିବାକୁ ଲାଗିଲେ ଏବଂ ଯାହାଦ୍ୱାରା ସେ ପ୍ରସନ୍ନ ହୋଇ ତାଙ୍କ ପିତାଙ୍କ ପରି ତାକୁ ମଧ୍ୟ ବେଳେବେଳେ ଦର୍ଶନ ତଥା ଆଦେଶ ପ୍ରଦାନ ପୂର୍ବକ କୃତାର୍ଥ କରିବେ, ସେଥିପାଇଁ ନିଷ୍ଠା ଭକ୍ତିର ସହିତ ତାଙ୍କର ସେବା କରିବାକୁ ଲାଗିଲେ। ରାମେଶ୍ୱର ଶିବ ଓ ଶୀତଳାମାତା ମଧ୍ୟ ବାଳକର ଏହି ସେବାରେ ଅନ୍ତର୍ଭୁକ୍ତ ହେଲେ। ଏପରି ସେବା ପୂଜାର ଫଳ ମଧ୍ୟ ଉପସ୍ଥିତ ହେବାକୁ ବିଳମ୍ବ ହେଲା ନାହିଁ। ବାଳକର ପବିତ୍ର ହୃଦୟ ଏଥିରେ ଏକାଗ୍ର ହୋଇ ଅଳ୍ପ ସମୟ ମଧ୍ୟରେ ତାଙ୍କ ଭାବ ସମାଧି ବା ସବିକଳ୍ପ ସମାଧିର ଅଧିକାର କଲା ଏବଂ ଏହି ସମାଧି ସମୟରେ ତାହାର ଜୀବନରେ ନାନା ପ୍ରକାର ଦିବ୍ୟ ଦର୍ଶନ ମଧ୍ୟ ବେଳେବେଳେ ଉପସ୍ଥିତ ହେବାକୁ ଲାଗିଲା। ଏପରି ସମାଧି ଓ ଦର୍ଶନର ବିକାଶ ଏହି ବର୍ଷର ଶିବରାତ୍ରି ଦିନ ତାହାର ଜୀବନରେ ଉପସ୍ଥିତ ହୋଇଥିଲା। ବାଳକ ସେଦିନ ଯଥାରୀତି ଉପବାସ କରି ବିଶେଷ ନିଷ୍ଠାର ସହିତ ଦେବଦେବ ମହାଦେବଙ୍କର ପୂଜା କରୁଥିଲା। ତାହାର ବନ୍ଧୁ ଗୟା ବିଷ୍ଣୁ ଓ ଅନ୍ୟ କେତେଜଣ ସମବୟସ୍କ ମଧ୍ୟ ସେଦିନ ଏହି ଉପଲକ୍ଷେ ଉପବାସୀ ଥିଲେ ଏବଂ ପ୍ରତିବେଶୀ ଗୃହସ୍ଥ ସୀତାନାଥ ପାଇକଙ୍କ ଘରେ ଶିବଙ୍କର ମହିମାସୂଚକ ଯାତ୍ରାର ଅଭିନୟ ହେବା କଥା ଜାଣି ସେମାନେ ତାହା ଦେଖି ରାତ୍ରି ଜାଗରଣ କରିବାକୁ ମନସ୍ଥ କଲେ। ପ୍ରଥମ ପୂଜା ସମାପ୍ତ କରି ଗଦାଧର ଯେତେବେଳେ ତନ୍ମୟ ହୋଇ ବସିଥିଲେ, ସେତେବେଳେ ସହସା ତାଙ୍କର ସମବୟସ୍କ ସାଙ୍ଗମାନେ ଆସି ତାଙ୍କୁ ସମ୍ବାଦ ଦେଲେ, ପାଲନକର ଘରଠାରେ ତାଙ୍କୁ ଶିବ ସାଜି କେତୋଟି କଥା କହିବାକୁ ହେବ। ଏହାର କାରଣ ହେଲା, ଯାତ୍ରାରେ ଯିଏ ଶିବଙ୍କ ଭୂମିକାରେ ଅଭିନୟ କରିବାର ଥିଲା, ସେ ହଠାତ୍ ପୀଡ଼ିତ ହେବାରୁ ଏହି ଭୂମିକା ନିର୍ବାହ କରିବାକୁ ଅସମର୍ଥ ହୋଇଛି। ବାଳକ ଏଥିରେ ପୂଜାରେ ବ୍ୟାଘାତ ହେବ ବୋଲି ଶିବଙ୍କ ଭୂମିକା ଗ୍ରହଣ କଲେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଶିବଙ୍କ ଚିନ୍ତା ହିଁ କରିବାକୁ ହେବ। ତେଣୁ ଏହି ପୂଜା ଅପେକ୍ଷା ଅନ୍ୟ କୌଣସି ଅଂଶରେ ନ୍ୟୁନ ନୁହେଁ। ଅଧିକନ୍ତୁ ଏପରି ନ କଲେ କେତେ ଲୋକଙ୍କର ଆନନ୍ଦର ହାନି ହେବ, ତାହା ଭାବି ଦେଖିବା ଉଚିତ। ସେମାନେ ସମସ୍ତେ ଉପବାସୀ ରହିଛନ୍ତି ଏବଂ ଏପରି ରାତ୍ରି ଜାଗରଣ ଦ୍ୱାରା ବ୍ରତ ପୂର୍ଣ୍ଣ କରିବାକୁ ମନସ୍ଥ କରିଛନ୍ତି। ଗଦାଧର ଅଗତ୍ୟା ସମ୍ମତି ପ୍ରଦାନ କରି ଶିବଙ୍କ ଭୂମିକା ଗ୍ରହଣ କରି ଯାତ୍ରାରେ ଅବତୀର୍ଣ୍ଣ ହୋଇଥିଲେ, କିନ୍ତୁ ଜଟା ରୁଦ୍ରାକ୍ଷ ଓ ବିଭୂତିଭୂଷିତ ହୋଇ ସେ ଶିବଙ୍କ ଚିନ୍ତାରେ ଏତେଦୂର ତନ୍ମୟ ହୋଇଗଲେ ଯେ ତାଙ୍କର କୌଣସି ପ୍ରକାର ବାହ୍ୟ ଜ୍ଞାନ ରହିଲା ନାହିଁ। ପରେ ବହୁ ସମୟ ଅତୀତ ହେଲେ ମଧ୍ୟ ତାହାର ଚେତନା ଫେରିବାରୁ ସେହି ରାତ୍ରିରେ ଯାତ୍ରା ବନ୍ଦ କରିବାକୁ ହେଲା। ଗଦାଧରଙ୍କର ପୁନଃ ଭାବ ସମାଧି। ଏବେଠାରୁ ଗଦାଧରଙ୍କର ଏପରି ସମାଧି ବେଳେବେଳେ ଉପସ୍ଥିତ ହେବାକୁ ଲାଗିଲା। ଧ୍ୟାନ ସମୟରେ ଦେବାଦେବୀଙ୍କ ମହିମାସୂଚକ ଗୀତ ଶୁଣୁ ଶୁଣୁ ସେ ଏବେଠାରୁ ତନ୍ମୟ ହୋଇ ଯାଉଥିଲେ ଏବଂ ତାଙ୍କର ଚିତ୍ତ ସ୍ୱଳ୍ପ ବା ଅଧିକ ସମୟ ପାଇଁ ନିଜ ଅଭ୍ୟନ୍ତରରେ ପ୍ରବିଷ୍ଟ ହୋଇ
ବହିର୍ବିଷ ଗ୍ରହଣରେ ବିରତ ରହୁଥିଲା। ଏପରି ତନ୍ମୟତା ଯେଉଁଦିନ ପ୍ରଗାଢ଼ ହେଉଥିଲା, ସେଦିନ ତାଙ୍କର ବାହ୍ୟ ଜ୍ଞାନ ଏକାବେଳକେ ଲିପ୍ତ ହୋଇ ସେ କିଛି ସମୟ ଜଡ଼ବତ୍ ଅବସ୍ଥାନ କରୁଥିଲେ। ସେ ଅବସ୍ଥା ନିବୃତ୍ତି ପରେ ତାଙ୍କୁ ପଚାରିଲେ ସେ କହୁଥିଲେ, ଯେଉଁ ଦେବ ଅଥବା ଦେବୀଙ୍କ ଧ୍ୟାନ ବା ସଙ୍ଗୀତ ଇତ୍ୟାଦି ଶ୍ରବଣ କରୁଥିଲେ, ତାଙ୍କ ସମ୍ବନ୍ଧରେ ଅନ୍ତର୍ମଧ୍ୟରେ କୌଣସି ଦିବ୍ୟ ଦର୍ଶନ ଲାଭ କରି ସେ ଆନନ୍ଦିତ ହୋଇଛନ୍ତି। ଚନ୍ଦ୍ରାଦେବୀ ପ୍ରମୁଖ ପରିବାର ସମସ୍ତେ ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ଭୟଭୀତ ହୋଇଥିଲେ। କିନ୍ତୁ ଏଥିରେ ବାଳକର ସ୍ୱାସ୍ଥ୍ୟର କିଛି ମାତ୍ର ଅବନତି ନ ହେବା ଦେଖି ଓ ତାକୁ ସର୍ବକର୍ମକୁଶଳ ଓ ଆନନ୍ଦରେ ସମୟ କଟାଇବା ଦେଖି ସେମାନଙ୍କର ଏ ଆଶଙ୍କା କ୍ରମେ ଦୂରୀଭୂତ ହୋଇଥିଲା। ବାରମ୍ବାର ଏପରି ଅବସ୍ଥା ହେବାରୁ ବାଳକ ମଧ୍ୟ କ୍ରମେ ଏଥିରେ ଅଭ୍ୟସ୍ତ ହୋଇ ଏହା ତାର ଇଚ୍ଛାଧୀନ ହୋଇଗଲା ଏବଂ ଏହାର ପ୍ରଭାବରେ ସୂକ୍ଷ୍ମ ବିଷୟ ପ୍ରତି ତାର ଦୃଷ୍ଟି ପ୍ରସାରିତ ଓ ଦେବାଦେବୀ ସମ୍ବନ୍ଧୀୟ ନାନା ତତ୍ତ୍ୱ ଉପଲବ୍ଧି ହେବାରୁ ଏଥିରେ ସେ ଆନନ୍ଦିତ ହେବା ବ୍ୟତୀତ ଶଙ୍କିତ ହେଉନଥିଲା। ସେ ଯାହା ହେଉ, ପିଲାଟିର ଧର୍ମ ପ୍ରବୃତ୍ତି ଏବେଠାରୁ ବିଶେଷ ଭାବରେ ବର୍ଦ୍ଧିତ ହେଲା ଏବଂ ସେ ହରିବାସର, ଶିବଙ୍କର ଓ ମା ମନସାଙ୍କର କୀର୍ତ୍ତନ ପୂଜା ପ୍ରଭୃତି ଗ୍ରାମରେ ଯେଉଁଠାରେ ଯେଉଁ ଧର୍ମାନୁଷ୍ଠାନ ହେଉଥିଲା, ସେଠାରେ ଉପସ୍ଥିତ ରହି ସର୍ବାନ୍ତଃକରଣରେ ଯୋଗଦାନ କରିବାକୁ ଲାଗିଲା। ବାଳକର ମହତ୍ ଉଦାର ଧର୍ମ ପ୍ରକୃତି ତାକୁ ବିଭିନ୍ନ ଦେବାଦେବୀଙ୍କର ଉପାସକମାନଙ୍କ ପ୍ରତି ବିଦ୍ୱେଷହୀନତା କରି ସେମାନଙ୍କୁ ବର୍ତ୍ତମାନଠାରୁ ଆପଣାର କରିନେଲା। ଗ୍ରାମର ପ୍ରଚଳିତ ପ୍ରଥା ଯେ ତାକୁ ଏ ବିଷୟରେ ସହାୟତା କରିଥିଲା, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ। କାରଣ ଗ୍ରାମରେ ବିଷ୍ଣୁ ଉପାସକ, ଶିବଭକ୍ତ, ଧର୍ମପୂଜକ ପ୍ରଭୃତି ସମସ୍ତ ସମ୍ପ୍ରଦାୟର ବ୍ୟକ୍ତିଗଣ ଅନ୍ୟ ସମସ୍ତ ଗ୍ରାମବାସୀଙ୍କ ପରି